নমস্কার, জয় জগন্নাথ। ମୁଁ ସ୍ମିତା। ବିଶ୍ୱ ନିୟନ୍ତା ଜଗତକର୍ତ୍ତା କାଳିଆ ଠାକୁରଙ୍କ ଉପରେ ଆଧାରିତ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନଟିଆ ନାଗର ହଟିଆ ଠାକୁରର ଆଉ ଏକ ସୁନ୍ଦର ଅଧ୍ୟାୟକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ଭକ୍ତ ଅଛନ୍ତି, ଆଉ ସେ ଭକ୍ତମାନଙ୍କ ମଧ୍ୟରେ ଜଣେ ପରମ ଭକ୍ତ ରଘୁନାଥ, ଯାହାଙ୍କର ଭକ୍ତିରେ ଥିଲା ଏତେ ଶକ୍ତି, ଯାହାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣାର କରିପାରିଥିଲେ। ହଁ ଦର୍ଶକ ବନ୍ଧୁ, ରଘୁନାଥ ଯାହାଙ୍କର ଦିନେ ପ୍ରବଳ ଆଗ୍ରହ ହୋଇଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅମୃତ ରସାବଳୀ ଖୁଆଇବା ପାଇଁ, କିନ୍ତୁ ନିଜର ଦାରିଦ୍ର୍ୟତା କାରଣରୁ ଅମୃତ ରସାବଳୀର ବିନା ସାମଗ୍ରୀ ବିନା ସେ ଖାଲି ପାଣିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅମୃତ ରସାବଳୀ ବନେଇଥିଲେ, ଆଉ ସେହି ଭୋଗକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆନନ୍ଦର ସହିତ ଗ୍ରହଣ କରିଥିଲେ। କିଭଳି ଥିଲା କାହାଣୀ, ଚାଲନ୍ତୁ ଜାଣିବା ଆଜିର ଅଧ୍ୟାୟରେ। ଅନେକ ବର୍ଷ ପୂର୍ବେ ପୁରୀ ଜିଲ୍ଲାର ଏକ ନିକଟ ମଫସଲ ଗାଁରେ ରଘୁନାଥ ନାମକ ଜଣେ ବୃଦ୍ଧ ବ୍ରାହ୍ମଣ ରହୁଥିଲେ। ସେ ଅତ୍ୟନ୍ତ ଗରିବ ଥିଲେ, କିନ୍ତୁ ତାଙ୍କର ଜଗନ୍ନାଥଙ୍କ ଉପରେ ଅଚଳା ଭକ୍ତି ଥିଲା। ସେ ପ୍ରତିଦିନ ନିଜ ବାଡ଼ିରୁ କିଛି ଫୁଲ ତୋଳି ଏକ କାଠରେ ତିଆରି କ୍ଷୁଦ୍ର ଜଗନ୍ନାଥ ମୂର୍ତ୍ତିଙ୍କୁ ପୂଜା କରୁଥିଲେ। ଥରେ ରଘୁନାଥଙ୍କ ମନରେ ଇଚ୍ଛା ହେଲା ଯେ ସେ ମହାପ୍ରଭୁଙ୍କୁ ଅମୃତ ରସାବଳୀ ଭୋଗ ଲଗାଇବେ, କିନ୍ତୁ ତାଙ୍କ ପାଖରେ ନା ଥିଲା କ୍ଷୀର, ନା ଥିଲା ଚିନି କି ସାମଗ୍ରୀ। ସେ ଲୋକମାନଙ୍କୁ ସାହାଯ୍ୟ ମାଗିଲେ, କିନ୍ତୁ କେହି ଜଣେ ଗରିବ ବ୍ରାହ୍ମଣକୁ ସାହାଯ୍ୟ କଲେ ନାହିଁ। ରଘୁନାଥ ନିରାଶ ନ ହୋଇ ଏକ ମାଟି ହାଣ୍ଡିରେ କେବଳ ପାଣି ଭରି ଚୁଲିରେ ବସାଇଲେ। ସେ ଆଖି ବୁଜି ଧ୍ୟାନ କଲେ ଏବଂ ଭାବିଲେ, ହେ କାଳିଆ, ମୋ ପାଖରେ କିଛି ନାହିଁ, କିନ୍ତୁ ମୁଁ ଭାବୁଛି ଏହି ପାଣିରେ ମୁଁ କ୍ଷୀର, ଛେନା ଏବଂ ଗୁଆ ଘିଅ ମିଶାଉଛି। ତୁମେ ଏହି ଭାବର ଭୋଗକୁ ଗ୍ରହଣ କର। ଭାବର ପରିପ୍ରକାଶ। ରଘୁନାଥ ପ୍ରାୟ 2 ଘଣ୍ଟା ଧରି ଧ୍ୟାନରେ ବସି ରହିଲେ। ସେ ମାନସିକ ସ୍ତରରେ ସେହି ପାଣିକୁ ଘାଣ୍ଟୁଥିଲେ ଏବଂ ମହାପ୍ରଭୁଙ୍କୁ ନିବେଦନ କରୁଥିଲେ। ହଠାତ୍ ଗାଁର ଜଣେ ଧନୀ ବ୍ୟକ୍ତି ସେହି ବାଟ ଦେଇ ଯାଉଥିଲେ। ସେ ଦେଖିଲେ ରଘୁନାଥଙ୍କ କୁଡ଼ିଆ ଭିତରୁ ଏକ ଅପୂର୍ବ ସୁବାସ ବାସ୍ନା ଆସୁଛି। ସେହି ବାସ୍ନା ଏତେ ମନୋହର ଥିଲା ଯେ ସେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ଭିତରକୁ ଯାଇ ଦେଖିଲେ ରଘୁନାଥଙ୍କ ଚୁଲିରେ ଏକ ପୁରୁଣା ମାଟି ହାଣ୍ଡି ବସିଛି ଏବଂ ସେଥିରୁ ସ୍ୱର୍ଗୀୟ ବାସ୍ନା ବାହାରୁଛି। ଯେତେବେଳେ ରଘୁନାଥ ଆଖି ଖୋଲିଲେ, ସେହି ଧନୀ ବ୍ୟକ୍ତି ଜଣକ ପଚାରିଲେ, ଆଜ୍ଞା, ଆପଣ କଣ ରାନ୍ଧୁଛନ୍ତି? ଏମିତି ବାସ୍ନା ତ ମୁଁ କେବେ ପାଇ ନାହିଁ। ରଘୁନାଥ ହସିଲେ ଏବଂ ହାଣ୍ଡିରେ ଢାଙ୍କୁଣୀ ଖୋଲିଲେ। ଦେଖିଲା ବେଳକୁ ହାଣ୍ଡିରେ କିଛି ନାହିଁ, କେବଳ ଫୁଟୁଥିବା ଗରମ ପାଣି। ଧନୀ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ କହିଲେ, କିନ୍ତୁ ବାସ୍ନା ତ ଏଇଠୁ ଆସୁଥିଲା। ମହାପ୍ରଭୁଙ୍କର ଲୀଳା। ସେହି ସମୟରେ ପୁରୀ ବଡ଼ ଦେଉଳରୁ ଜଣେ ପଣ୍ଡା ଆସି ରଘୁନାଥଙ୍କ ଦୁଆରେ ପହଞ୍ଚିଲେ। ତାଙ୍କ ହାତରେ ଏକ ରୂପା ଥାଳିରେ ଅମୃତ ରସାବଳୀ ଥିଲା। ପଣ୍ଡା ଜଣକ କହିଲେ, ରଘୁନାଥ, ଆଜି ମଧ୍ୟାହ୍ନ ଧୂପ ସମୟରେ ମହାପ୍ରଭୁ ଭୋଗ ଗ୍ରହଣ କରିଲେ ନାହିଁ। ସ୍ୱପ୍ନାଦେଶ ହେଲା ଯେ ମୋର ଜଣେ ଭକ୍ତ ଗାଁରେ ବସି ମୋ ପାଇଁ ମାନସିକ ରସାବଳୀ ରାନ୍ଧୁଛି। ମୁଁ ସେଇଠି ତୃପ୍ତିରେ ଖାଉଛି। ତୁମେ ଏହି ପ୍ରସାଦ ନେଇ ତାଙ୍କୁ ଦିଅ। ଏହା ଶୁଣି ରଘୁନାଥ କାନ୍ଦି ପକାଇଲେ। ସେ ବୁଝିଲେ ଯେ ଭଗବାନ ବାହ୍ୟ ସାମଗ୍ରୀ ଖୋଜନ୍ତି ନାହିଁ, ସେ କେବଳ ଭାବର ଭୋଗ ଖୋଜନ୍ତି। ଭଗବାନଙ୍କ ପାଇଁ ବଡ଼ ଆୟୋଜନ ଅପେକ୍ଷା ଶୁଦ୍ଧ ମନ ଏବଂ ଭକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ଖାସ୍ ସେଇଥିପାଇଁ କୁହାଯାଇଛି, ଭାବ ବିନା ଭଗବାନ ମିଳନ୍ତି ନାହିଁ। ଆଶା କରୁଛି ଆଜିର ଅଧ୍ୟାୟଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟରେ ନୂଆ କାହାଣୀ ସହିତ। ସେଥି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ରହୁଛି, ନମସ୍କାର।